ଜୀବନର ପ୍ରକୃତ ସତ୍ୟ କ'ଣ? ଶ୍ରୀକୃଷ୍ଣଙ୍କଠାରୁ ଜାଣନ୍ତୁ। କଷ୍ଟକୁ ଭୟ କରି ନିଜ ଉଦ୍ଦେଶ୍ୟ ବଦଳାନ୍ତୁ ନାହିଁ। ଏହି ଦୁନିଆରେ କିଛି କଷ୍ଟକର ନୁହେଁ, ତଥାପି ଲୋକମାନେ ସେମାନଙ୍କର ଉଦ୍ଦେଶ୍ୟ ବଦଳାନ୍ତି। ଯଦି ଆପଣ ପ୍ରକୃତରେ କିଛି ଚାହୁଁଛନ୍ତି, ତେବେ ରାସ୍ତାରେ ଥିବା ପଥର ମଧ୍ୟ ସ୍ଥାନ ଛାଡ଼ିଥାଏ। ଜଣେ ଜ୍ଞାନୀ ବ୍ୟକ୍ତିଙ୍କ ମନ କାମ କରେ ଏବଂ ଜଣେ ମୂର୍ଖ ବ୍ୟକ୍ତିଙ୍କ ଜିଭ ନିଜକୁ ନ ବଦଳାଇବା ପର୍ଯ୍ୟନ୍ତ ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ହେବ ନାହିଁ। ଜିଦଖୋର ହେବାକୁ ଶିଖନ୍ତୁ। ଆପଣଙ୍କ ଭାଗ୍ୟରେ ଯାହା ଲେଖା ନାହିଁ ତାହା ହାସଲ କରିବାକୁ ଶିଖନ୍ତୁ। ସମସ୍ତେ କିପରି କହିବା ଜାଣନ୍ତି, କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ କେବେ ଏବଂ କ'ଣ କହିବାକୁ ହେବ। କାହାକୁ ନିଜ ପସନ୍ଦ କହିବା କୌଣସି ବଡ଼ କଥା ନୁହେଁ, କିନ୍ତୁ କାହାର ପସନ୍ଦ ହେବା ଏକ ବହୁତ ବଡ଼ କଥା। ଶରୀର ଯେତେ ଗତି କରିବ, ଏହା ସେତେ ସୁସ୍ଥ ହେବ ଏବଂ ମନ ଯେତେ ସ୍ଥିର ହେବ, ଏହା ସେତେ ସୁସ୍ଥ ହେବ। ଆପଣଙ୍କ ଘରର ବଡ଼ ଲୋକଙ୍କ ଆଖିକୁ କେବେ ଓଦା ହେବାକୁ ଦିଅନ୍ତୁ ନାହିଁ, କାରଣ ଯେଉଁ ଗଛର ଛାତରୁ ପାଣି ଟପକୁଥାଏ, ସେହି ଘରର କାନ୍ଥ କୌଣସି କାମରେ ଯାଏ ନାହିଁ। ଯଦି ଆପଣଙ୍କ ପାଖରେ ଭୁଲକୁ ଭୁଲ କହିବାର କ୍ଷମତା ନାହିଁ, ତେବେ ଆପଣଙ୍କର ପ୍ରତିଭା ନଷ୍ଟ ହୋଇଯାଏ। ଭଲ ବନ୍ଧୁ ଆପଣଙ୍କୁ କେବେ ପଡ଼ିବାକୁ ଦିଅନ୍ତି ନାହିଁ। ପ୍ରତ୍ୟେକ ଘରେ ମଣିଷ ଜନ୍ମ ହୁଏ, କିନ୍ତୁ କିଛି ସ୍ଥାନରେ ମାନବିକତା ଜନ୍ମ ହୁଏ। ଲୋକମାନେ ଆଜିକାଲି ଏହାକୁ ଅନୁସରଣ କରନ୍ତି ନାହିଁ। ନଚେତ୍ ମାନବଠାରୁ କେଉଁ ସମ୍ପର୍କ ବଡ଼? ଚାରୋଟି ଜିନିଷ ପାଇଁ କେବେ ଲଜ୍ଜିତ ହେବା ଉଚିତ ନୁହେଁ। ପୁରୁଣା ପୋଷାକ ପିନ୍ଧି ଗରିବ ବନ୍ଧୁମାନଙ୍କ ମଧ୍ୟରେ ପୁରୁଣା ପିତାମାତାଙ୍କ ସହିତ ସରଳ ଜୀବନଯାପନ କରି କ୍ଷମା କରିବାକୁ ଶିଖନ୍ତୁ, କାରଣ ଆମେ ମଧ୍ୟ ଭଗବାନଙ୍କଠାରୁ ସମାନ ଆଶା କରୁ। ସର୍ବଦା ନିଜ ପରିବାର ସହିତ ରୁହନ୍ତୁ। ପରିବାରଠାରୁ ବଡ଼ ଧନ ନାହିଁ। ଭଉଣୀଠାରୁ ବଡ଼ କୌଣସି ଶୁଭେଚ୍ଛାକାରୀ ନାହିଁ। କେବେ ବି ପତ୍ନୀକୁ ଠକନ୍ତୁ ନାହିଁ। ସ୍ତ୍ରୀଠାରୁ ବଡ଼ କୌଣସି ବନ୍ଧୁ ନାହିଁ। ବାୟୁରେ ଶୁଣାଯାଉଥିବା କଥାରେ ବିଶ୍ୱାସ କରନ୍ତୁ ନାହିଁ। କାନ ଖାଲି ଥିବା ଲୋକମାନେ ପ୍ରାୟତଃ ଭଲ ବନ୍ଧୁକୁ ହରାଇ ଦିଅନ୍ତି। ଆଜି ହଜିଯାଇଥିବା ନିଦ ଆପଣଙ୍କୁ ଖାଲି ଶାନ୍ତିରେ ଶୋଇବାକୁ ଦେବ, ଏବଂ ଯଦି ଆପଣ ଆଜି ସାରା ଦିନ ଶାନ୍ତିରେ ଶୋଇ ବିତାଇବେ, ତେବେ ଆପଣ କାଲି କେବେ ବି ଶାନ୍ତିରେ ଶୋଇପାରିବେ ନାହିଁ। ହୃଦୟର ସମ୍ପର୍କ ସର୍ବଦା ଭାଗ୍ୟ ଦ୍ୱାରା ନିର୍ମିତ ହୋଇଥାଏ, ନଚେତ୍ ଆମେ ପ୍ରତିଦିନ ହଜାର ହଜାର ଲୋକଙ୍କୁ ଭେଟିଥାଉ। ପରିବର୍ତ୍ତନ ଆଣିବା ବିଷୟରେ ଭାବନ୍ତୁ ଏବଂ ପ୍ରତିଶୋଧ ନେବା ବିଷୟରେ ନୁହେଁ। ଜଣେ ବୁଦ୍ଧିମାନ ବ୍ୟକ୍ତି ଯେ ସିଏ ନୁହେଁ, ଯିଏ ଇଟାକୁ ପଥରରେ ଉତ୍ତର ଦିଏ। ଯେପରି କାହା ପ୍ରତି ଭୁଲ କରିବା ପରେ ନିଜ ପାଳି ପାଇଁ ଅପେକ୍ଷା କରନ୍ତୁ। ଯେପରି ଏକ ବାଛୁରୀ 80 ଗାଈ ମଧ୍ୟରେ ତାର ମାଆକୁ ପାଏ, ସେହିପରି ଯଦି ଆଜି ନୁହେଁ ତେବେ କାଲି କର୍ମ ତାର ଉତ୍ତର ଦିଏ। ସାହସର ସହିତ ସମସ୍ୟାର ସମ୍ମୁଖୀନ ହୁଅନ୍ତୁ। ସମସ୍ୟା ପରିସ୍ଥିତିରୁ ଜନ୍ମ ନୁହେଁ, ବରଂ ଲାତରୁ ଜନ୍ମ ହୁଏ। ଭଲ ଦିନ ପାଇଁ ଖରାପ ଦିନ ସହିତ ଲଢ଼ିବାକୁ ପଡ଼ିଥାଏ। ଯେଉଁମାନେ ଜୀବନକୁ ଖୁସି ପାଆନ୍ତି ନାହିଁ, ସେମାନେ ଅଭିଜ୍ଞତା ମିଳିବା ଉଚିତ। ଯଦି ଆପଣ ଦୁଃଖ ଉପରେ ଧ୍ୟାନ ଦିଅନ୍ତି, ତେବେ ଆପଣ ସର୍ବଦା ଦୁଃଖୀ ରହିବେ। ଯଦି ତୁମେ ଖୁସି ଉପରେ ଧ୍ୟାନ ଦେବ, ତୁମେ ସର୍ବଦା ଖୁସି ରହିବ। କାରଣ ଯାହା ଉପରେ ତୁମେ ଧ୍ୟାନ ଦେବ, ସେ ସକ୍ରିୟ ହୋଇଥାଏ। କାରଣ ଧ୍ୟାନ ହେଉଛି ଜୀବନର ସବୁଠାରୁ ବଡ଼ ସମ୍ପତ୍ତି। କେହି ଗର୍ବୀ ରୁହନ୍ତି ନାହିଁ। ଭାଙ୍ଗିବା ପୂର୍ବରୁ ପିଗି ବ୍ୟାଙ୍କ ମଧ୍ୟ ଭାବନ୍ତି ଯେ ସମସ୍ତ ଟଙ୍କା ଏହାର। ମଣିଷ ପ୍ରେମ ପାଇଁ ଏବଂ ଟଙ୍କା ବ୍ୟବହାର ପାଇଁ, କିନ୍ତୁ ଆଜିର ଲୋକମାନେ ଟଙ୍କା ସହିତ ପ୍ରେମ କରନ୍ତି ଏବଂ ମଣିଷକୁ ବ୍ୟବହାର କରନ୍ତି। ସେମାନେ ନିଜ ବିଶ୍ୱାସ ଉପରେ ମଧ୍ୟ ବିଶ୍ୱାସ କରନ୍ତି ନାହିଁ ଏବଂ ଆମେ ମଣିଷକୁ ନଷ୍ଟ କରିଦେଇଛୁ। ଜୀବନ ଏତେ କଷ୍ଟକର କାରଣ ଲୋକମାନେ ସହଜରେ ପ୍ରାପ୍ତ ହୋଇଥିବା ଜିନିଷର ମୂଲ୍ୟ ବୁଝନ୍ତି ନାହିଁ। ଯଦି ତୁମେ ଜୀବନରେ କିଛି ହାସଲ କରିବାକୁ ଚାହୁଁଛ, ତେବେ ନିଜ ଉପାୟ ବଦଳାଅ, ନିଜ ଉଦ୍ଦେଶ୍ୟ ନୁହେଁ। ସଂଘର୍ଷ ଯେତେ କଠିନ ହେବ, ବିଜୟ ସେତେ ଗୌରବମୟ ହେବ। ଏତେ ଚିନ୍ତା କର ଯେ କାମ ସରିଯାଏ। ଏତେ ଚିନ୍ତା କର ଯେ ଜୀବନ ନିଜେ ଶେଷ ହୋଇଯାଏ। ସମୟ ଏବଂ ଶବ୍ଦକୁ କେବେ ବି ଅସାବଧାନତାର ସହିତ ବ୍ୟବହାର କର ନାହିଁ, କାରଣ ଉଭୟ କେବେ ଫେରିଆସନ୍ତି ନାହିଁ। ଏବଂ ସୁଯୋଗ ମଧ୍ୟ ଦିଅନ୍ତି ନାହିଁ। ମୁହଁ ଯେତେ ସୁନ୍ଦର ହେଉ, କିନ୍ତୁ ଯଦି ଜିଭ ତିକ୍ତ, ତେବେ ଲୋକମାନେ ମୁହଁ ଫେରାଇ ନିଅନ୍ତି।
କାରଣ ଜୀବର ସୌନ୍ଦର୍ଯ୍ୟ ଆସକ୍ତିର ସୌନ୍ଦର୍ଯ୍ୟ ଅପେକ୍ଷା ବହୁତ ଅଧିକ। ଶିକ୍ଷକ ଏବଂ ରାସ୍ତା ଉଭୟ ସମାନ। ସେମାନେ ଯେଉଁଠାରେ ଅଛନ୍ତି ସେଠାରେ ରହିଥାନ୍ତି, କିନ୍ତୁ ଅନ୍ୟମାନଙ୍କୁ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ନେଇଯାଆନ୍ତି। ଜୀବନକୁ ପୂର୍ଣ୍ଣ ଭାବରେ ବଞ୍ଚିବାର ନୀତି କରନ୍ତୁ। ପ୍ରତିଦିନ କିଛି ଭଲ ମନେ ରଖନ୍ତୁ ଏବଂ କିଛି ଖରାପ ଭୁଲି ଯାଆନ୍ତୁ। ଯଦି ଆପଣ ଆପଣଙ୍କର ଚିନ୍ତାଧାରା ସର୍ବୋତ୍ତମ କରିବାକୁ ଚାହାନ୍ତି, ତେବେ ପ୍ରଥମେ ଅନ୍ୟମାନଙ୍କ ବିଷୟରେ ଖରାପ ଚିନ୍ତା କରିବା ବନ୍ଦ କରନ୍ତୁ। ଜୀବନରେ ସର୍ବଦା ପରସ୍ପରକୁ ବୁଝିବାକୁ ଚେଷ୍ଟା କରନ୍ତୁ, ବିଚାର କରନ୍ତୁ ନାହିଁ। ନକାରାତ୍ମକ ଚିନ୍ତାଧାରା ଆପଣଙ୍କ ଉପରେ ପ୍ରଭାବ ପକାଇବାକୁ ଦିଅନ୍ତୁ ନାହିଁ। ସୁଯୋଗ ଏବଂ ସୂର୍ଯ୍ୟୋଦୟ ସମାନ ସମାନତା ରଖେ। ଯେଉଁମାନେ ବିଳମ୍ବ କରନ୍ତି ସେମାନେ ସେମାନଙ୍କୁ ହରାନ୍ତି। ଜଣେ ବ୍ୟକ୍ତିଙ୍କୁ ଭଲ ପାଆନ୍ତୁ, ତାଙ୍କ ଅଭ୍ୟାସ ଉପରେ ରାଗିବେ ନାହିଁ। ତାଙ୍କ କଥାରେ ରାଗିବେ, କିନ୍ତୁ ଭୁଲି ଯାଆନ୍ତୁ ନାହିଁ ସେମାନଙ୍କ ଭୁଲ ସହିତ ନୁହେଁ, କାରଣ ସମ୍ପର୍କ ଅପେକ୍ଷା କିଛି ଭଲ ନୁହେଁ। ଯେଉଁମାନେ ଶବ୍ଦ ସହିତ ଅପେକ୍ଷା କରିବାକୁ ଜାଣନ୍ତି, ସବୁକିଛି କୌଣସି ନା କୌଣସି ଭାବରେ ସେମାନଙ୍କ ପାଖରେ ପହଞ୍ଚେ। ଆପଣଙ୍କ କଥାରେ ଶକ୍ତି ରଖନ୍ତୁ, ଆପଣଙ୍କ ସ୍ୱରରେ ନୁହେଁ, କାରଣ ଫସଲ ବର୍ଷା ସହିତ ଫଳେ, ବର୍ଷା ସହିତ ନୁହେଁ। ଯଦି ଏହି ଦୁନିଆରେ କିଛି ଛାଡ଼ିବାକୁ ଅଛି, ତେବେ ଅନ୍ୟମାନଙ୍କୁ ଅପମାନ କରିବା ବନ୍ଦ କରନ୍ତୁ। ସମସ୍ତେ ସୁଖରେ ମିଳିଯାଆନ୍ତି, କିନ୍ତୁ ଦୁଃଖରେ କେବଳ ପରମେଶ୍ୱର ମିଳିଯାଆନ୍ତି। ଯିଏ ଏକା ଚାଲେ ସେ ସବୁଠାରୁ ଦ୍ରୁତ ଗତିରେ ଗତି କରେ, କିନ୍ତୁ ଯିଏ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼େ, ମିଠା ମିଛ କହିବା ଅପେକ୍ଷା କଟୁ ସତ୍ୟ କହିବା ଭଲ। ଏଥିରୁ ଆପଣଙ୍କୁ ନିଶ୍ଚିତ ଭାବରେ ପ୍ରକୃତ ଶତ୍ରୁ ମିଳିବ, କିନ୍ତୁ ମିଛ ବନ୍ଧୁ ନୁହେଁ। କାହାକୁ କଷ୍ଟ ଦେବା ମଧ୍ୟ ଏକ ଋଣ, ଯାହା ତୁମେ ନିଶ୍ଚିତ ଭାବରେ ଅନ୍ୟ କାହାଠାରୁ ସୁଧ ସହିତ ପାଇବ। ଜଣେ ବ୍ୟକ୍ତି ନିଜ ମୁହଁ ସଫା ରଖେ, ଯାହା ଉପରେ ଲୋକମାନେ ନଜର ରଖନ୍ତି, କିନ୍ତୁ ସେ ନିଜ ହୃଦୟ ସଫା ରଖେ ନାହିଁ, ଯେ ଭଗବାନଙ୍କ ନଜରରେ ଅଛି। ଏପରି ଲୋକଙ୍କଠାରୁ ସାବଧାନ ରୁହ, ଯେଉଁମାନେ ଗୋଟିଏ କଥା ଶୁଣନ୍ତି, କିଛି କୁହନ୍ତି ଏବଂ ଅନ୍ୟ କିଛି କରନ୍ତି। କୌଣସି କାରଣରୁ ଅପରାଧ କରନ୍ତୁ ନାହିଁ, କାରଣ ଶେଷ ହେବ କିନ୍ତୁ ଅପରାଧ ନୁହେଁ। ସବୁଠାରୁ ମହଙ୍ଗା ଜିନିଷ ହେଉଛି ଆମର ବର୍ତ୍ତମାନ। ଏହା ଚାଲିଗଲେ ଆମେ ସମଗ୍ର ଦୁନିଆର ଧନ ସହିତ ମଧ୍ୟ ଏହାକୁ କିଣିପାରିବୁ ନାହିଁ। ଜୀବନରେ ନିଜକୁ କାହା ପ୍ରତି ଆକର୍ଷିତ କର ନାହିଁ, କାରଣ ଯେତେବେଳେ ଲୋକମାନେ ଏପରି ଭାବରେ ଚାଲିଯାଆନ୍ତି, ସେହି ବ୍ୟକ୍ତି ଭାଙ୍ଗି ପଡ଼ିଥାଏ। ଯଦି ଅନ୍ୟମାନଙ୍କୁ ଦେଖି ତୁମେ ମଧ୍ୟ ଦୁଃଖିତ ହୁଅ, ତେବେ ବୁଝ ଯେ ଭଗବାନ ତୁମକୁ ସୃଷ୍ଟି କରି କୌଣସି ଭୁଲ କରିନାହାନ୍ତି। ତୁମକୁ କାହାକୁ ତୁମ ପାଇଁ ପ୍ରାର୍ଥନା କରିବାକୁ କହିବା ଉଚିତ ନୁହେଁ, ବରଂ ଏପରି କାର୍ଯ୍ୟ କର ଯାହା ସମସ୍ତଙ୍କ ହୃଦୟକୁ ସବୁବେଳେ ତୁମ ପାଇଁ ପ୍ରାର୍ଥନା କରେ। କେବଳ ଭଲ ଦେଖାଯିବାକୁ ଚେଷ୍ଟା କର ନାହିଁ, ଭଲ ହେବା ପାଇଁ ଚେଷ୍ଟା କର। ଯିଏ ବଙ୍କା ହୋଇପାରେ ସେ ସାରା ଦୁନିଆକୁ ବଙ୍କା କରିପାରେ। ଯଦି ଏକ ଖରାପ ଅଭ୍ୟାସ ସମୟରେ ବଦଳାଯାଏ ନାହିଁ, ତେବେ ଖରାପ ଅଭ୍ୟାସ ସମୟକୁ ବଦଳାଏ। କେବେ ବି ତୁମର ସଫଳତା ତୁମର ପିତାମାତାଙ୍କୁ ଦେଖାଅ ନାହିଁ, କାରଣ ସେମାନେ ତୁମକୁ ହାରିବା ଦ୍ୱାରା ତୁମକୁ ଜିତାଇଛନ୍ତି। ଯଦି ତୁମେ ଜୀବନରେ ଲୋକପ୍ରିୟ ହେବାକୁ ଚାହୁଁଛ, ତେବେ ପ୍ରଥମେ ତୁମ ଶବ୍ଦ ବ୍ୟବହାର କର, ତାପରେ ଆମେ ଶବ୍ଦ ଏବଂ ସବୁଠାରୁ କମ୍ ମୁଁ ଶବ୍ଦ ବ୍ୟବହାର କର। ଦୁନିଆରେ ଦୁଇଟି ଅସମ୍ଭବ କାମ ହେଉଛି ଜଣେ ମାଆର ପ୍ରେମ ଏବଂ ଜଣେ ପିତାଙ୍କ କ୍ଷମତାକୁ ଆକଳନ କରିବା। ଯଦି ଜଣେ ବ୍ୟକ୍ତି ତୁମକୁ ରାଗିବାରେ ସଫଳ ହୁଏ, ତେବେ ବୁଝ ଯେ ତୁମେ ତାଙ୍କ ହାତରେ କଠିନ ପୁତୁଳା। ଯଦି କେହି ତୁମକୁ ଅଣଦେଖା କରେ, ତେବେ ଖରାପ ଅନୁଭବ କର ନାହିଁ। ଲୋକମାନେ ପ୍ରାୟତଃ ନିଜ ସାଧ୍ୟ ବାହାରେ ଥିବା ଜିନିଷକୁ ଅଣଦେଖା କରନ୍ତି। ତୁମର ଭାଗ୍ୟରେ ଯାହା ଅଛି ତାହା ତୁମ ପାଖକୁ ଦୌଡ଼ି ଆସିବ ଏବଂ ଯାହା ତୁମ ଭାଗ୍ୟରେ ନାହିଁ ତାହା ଆସିବା ପରେ ମଧ୍ୟ ଦୌଡ଼ି ପଳାଇବ। ଯଦି ତୁମେ ହସୁଛ, ତେବେ ଦୁନିଆ ତୁମ ସହିତ ଅଛି। ଯଦି ଲୁହ ତୁମ ଆଖିରେ ସ୍ଥାନ ପାଇବ ନାହିଁ, ଜଣେ ବ୍ୟକ୍ତି ଯେତେ ନୀରବ ରହେ, ସେ ତା'ର ସମ୍ମାନକୁ ସୁରକ୍ଷିତ ରଖେ। ସମ୍ପର୍କ ପ୍ରକାଶିତ ହୁଏ ନାହିଁ, ସେଗୁଡ଼ିକ ବଜାୟ ରଖାଯାଏ। ସେଗୁଡ଼ିକ ଦୂରରେ ହେଉ କି ପାଖରେ, କିଛି ଲୋକଙ୍କୁ ଆମର ଆବଶ୍ୟକତା ନାହିଁ। ସେମାନେ କେବଳ ଦେଖନ୍ତି ଯେ ଆମେ ସେମାନଙ୍କ ପାଇଁ କେତେ ଦୂର ଯାଇପାରିବୁ। କାହାର ହୃଦୟ ଭାଙ୍ଗି କ୍ଷମା ମାଗିବା। ଯେତେବେଳେ ତୁମର ହୃଦୟ ଭାଙ୍ଗିଯାଏ, ସେତେବେଳେ କାହାକୁ କ୍ଷମା କରିବା ବହୁତ ସହଜ କିନ୍ତୁ ବହୁତ କଷ୍ଟକର। ଯଦି କେହି ତୁମ ଉପରେ ରାଗିଯାଏ ଏବଂ ସେ ଗର୍ବ କରେ ଯେ ତୁମେ ତାକୁ ବୁଝାଇବ, ତେବେ ତା'ର ଗର୍ବକୁ ଭାଙ୍ଗି ଦିଅ ନାହିଁ। ଯଦି ତୁମେ ଭଲ ଅଛ ଏବଂ ଲୋକମାନେ ତୁମକୁ ଖରାପ କହିବେ, ତେବେ ଏହା ଖରାପ ହେବା ଅପେକ୍ଷା ଭଲ ଏବଂ ଲୋକମାନେ ତୁମକୁ ଭଲ ବୋଲି କହିବେ। ଯେତେବେଳେ କିଛି ଲୋକ କାନ୍ଦନ୍ତି, ଏହା ସେମାନେ ଦୁର୍ବଳ ବୋଲି ନୁହେଁ, ବରଂ ସେମାନେ ଶକ୍ତିଶାଳୀ ହୋଇ ଥକିଯାଆନ୍ତି। ସମୟ ଗଭୀର ସମୁଦ୍ରରେ ଫୋପାଡ଼ି ଦିଆଯାଉଥିବା ଏକ ମୁକ୍ତା, ଯାହାକୁ ଦୁଇଥର ପାଇବା ଅସମ୍ଭବ।
ଯଦି କେହି ଆମକୁ ଖରାପ କହିଥାଏ ତେବେ ଆମେ ଖରାପ ହୋଇଯାଉ ନାହିଁ କିମ୍ବା ଆମେ ଆମର ଭଲ ପ୍ରିୟଜନକୁ ତୁମର ଉପସ୍ଥିତି ଅନୁଭବ କରାଉ ନାହିଁ। ସମୟ ତୁମର ପ୍ରିୟଜନକୁ ତୁମ ବିନା ବଞ୍ଚିବା ଶିଖାଇବ। ଯଦି ତୁମେ କାହାର ପ୍ରେମ ପାଇବାକୁ ଚାହୁଁଛ ତେବେ ତାକୁ କୁହ, କାରଣ ଜୀବନ ସୁଯୋଗ ଅପେକ୍ଷା ଅଧିକ ବିଶ୍ୱାସଘାତକତା ଦେଇଥାଏ। ତୁମର ଭାଗ୍ୟ ହେଉଛି ଭଲ ଲୋକମାନେ ତୁମ ଜୀବନରେ ଆସନ୍ତି ଏବଂ ସେମାନଙ୍କର ଯତ୍ନ ନେବା ତୁମର ଦକ୍ଷତା। ସବୁକିଛି ଭାଗ୍ୟ ଦ୍ୱାରା ହାସଲ ହୁଏ ନାହିଁ। କିଛି ଜିନିଷ ଆଶୀର୍ବାଦ ଦ୍ୱାରା ମଧ୍ୟ ହାସଲ ହୁଏ। କଷ୍ଟକର ସମୟରେ ତୁମକୁ ସାହାଯ୍ୟ କରିଥିବା ପ୍ରତ୍ୟେକ ବନ୍ଧୁଙ୍କୁ ବିଶ୍ୱାସ କର। ବନ୍ଧୁମାନଙ୍କୁ ଧନ ଦୃଷ୍ଟିରେ ଦେଖ ନାହିଁ, କାରଣ ବିଶ୍ୱସ୍ତ ବନ୍ଧୁମାନେ ଗରିବ ହୋଇଥାନ୍ତି। ସାହାଯ୍ୟ କରିବା ଏକ ବହୁତ ବଡ଼ ଉପହାର, ତେଣୁ ସମସ୍ତଙ୍କ ପ୍ରତି କୃତଜ୍ଞ ହୁଅ। କିଛି ଆଶା କରିବା ଉଚିତ ନୁହେଁ, କାରଣ ବହୁତ କମ୍ ଲୋକ ହୃଦୟରେ ଧନୀ। ଯାହାକୁ ତୁମେ ନାପସନ୍ଦ କର ତାହାକୁ ସହ୍ୟ କରିବା ଶିଖ। ଯାହା ପସନ୍ଦ କର ତାହା ପାଇଁ ଅପେକ୍ଷା କରିବାକୁ ଶିଖ। ଯେଉଁମାନେ ନିଜ ଅଧିକାର ବିଷୟରେ କଥା ହୁଅନ୍ତି ସେମାନଙ୍କର ଶତ୍ରୁ ଥାଆନ୍ତି। ତୁମେ ଯାହାକୁ ଭଲ ପାଅ ତାଙ୍କ ସହିତ ଲଢ଼ିପାରିବ ନାହିଁ। ଯଦି ତୁମେ ତାକୁ ସୁଖରେ ମନେ ରଖ ତେବେ ବୁଝ ଯେ ତୁମେ ତାକୁ ଭଲ ପାଅ, ଏବଂ ଯଦି ତୁମେ ତାକୁ ଦୁଃଖରେ ମନେ ରଖ ତେବେ ବୁଝିଯାଅ ଯେ ତୁମକୁ ଭଲ ପାଅ।